अमेठीରୁ हारिଯିବା ପରେ କିଛି ଦିନ ଚୁପ୍ ରହିଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ପୁଣି ଥରେ ସକ୍ରିୟ ହୋଇଛନ୍ତି। ମିଡିଆ ସହିତ ଆଲୋଚନା ବେଳେ ସ୍ମୃତି ତାଙ୍କ ପୁରୁଣା ପ୍ରତିଦ୍ୱନ୍ଦ୍ୱୀ ତଥା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଛନ୍ତି। ପାର୍ଲାମେଣ୍ଟକୁ ଟି ସାର୍ଟ ପିନ୍ଧି ଆସୁଥିବା ରାହୁଲଙ୍କ ମନ୍ତବ୍ୟକୁ ବାଳକ ଓ ଚପଳତା ବୋଲି ନିଜ ଦଳର ମତକୁ ସେ ନାପସନ୍ଦ କରିଛନ୍ତି। ସାକ୍ଷାତକାର ସମୟରେ ରାହୁଲଙ୍କ ପଛୁଆ ବର୍ଗର ରାଜନୀତିକୁ ସ୍ମୃତି ସମାଲୋଚନା କରିଛନ୍ତି। ସଫ୍ଟ ହିନ୍ଦୁତ୍ୱରେ ବିଫଳ ହେବା ପରେ ରାହୁଲ ପଛୁଆ ବର୍ଗ ରାଜନୀତିକୁ ଆପଣାଉଥିବା ସ୍ମୃତି ଅଭିଯୋଗ କରିଛନ୍ତି। ଆମେଠି ଲୋକସଭାରୁ କେଏଲ୍ ଶର୍ମାଙ୍କଠାରୁ ସ୍ମୃତି ଇରାନୀ 1,60,000ରୁ ଅଧିକ ଭୋଟ ବ୍ୟବଧାନରେ ପରାସ୍ତ ହୋଇଥିଲେ। ଏହାପରେ ତାଙ୍କୁ ଦିଆଯାଇଥିବା ମନ୍ତ୍ରୀ ବଙ୍ଗଳା ମଧ୍ୟ ଖାଲି ଛାଡ଼ି ଦେଇଥିଲେ। ନିର୍ବାଚନରେ ହାରି ଯାଇଥିଲେ ମଧ୍ୟ ଅନେକଙ୍କୁ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସ୍ଥାନ ଦିଆଯାଇଥିଲା। ମାତ୍ର ସ୍ମୃତିକୁ ଏଥିରୁ ବାଦ୍ ଦିଆଯାଇଥିବା ବେଳେ ତାଙ୍କୁ ଦିଆଯାଇଥିବା ବଙ୍ଗଳା ମଧ୍ୟ ସେ ଛାଡ଼ି ଦେଇଥିଲେ। ଏହାକୁ ନେଇ ଅନେକ କଂଗ୍ରେସ କର୍ମୀ ତାଙ୍କୁ ଟାହି ଟପରା ମଧ୍ୟ କରିଥିଲେ। ମାତ୍ର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏହାକୁ ନାପସନ୍ଦ କରିବା ସହ ହାରଜିତକୁ ସମସ୍ତଙ୍କ ଜୀବନରେ ଆସିଥାଏ ବୋଲି ମତ ଦେଇଥିଲେ।